ଯେତେବେଳେ କଲେଜରେ ପାଠ ପଢ଼ିବା ସମୟରେ ମୁଁ ହଳ କରୁଥିଲି। ଧାନ ବୁଣା କାମ, ହଳ କାମ କରିବା, ବିହୁଡ଼ା କାମ କରିବା ଏବଂ ଏ ଚାଷ କାମ କରିବାରେ ମୋର ଅନୁଭୂତି ଏବଂ ଏକ୍ସପିରିଏନ୍ସ ମଧ୍ୟ ଅଛି। ଚାଷ କାମରେ ମୋର ବହୁତ ଅନୁଭୂତି ବି ଅଛି। ଗୋଟିଏ ଦିନ ମୋର ମନେ ପଡ଼ୁଛି, ଏଇଭଳିଆ ଧୁ ଧୁ ଖରାରେ ଗୋଟିଏ ବିଲରେ ଧାନ ବୁଣା ହେବା ପୂର୍ବରୁ ଦୋହଳା କାମ ହେଲା। ଆଗରେ ହଳ କରିବା ପାଇଁ ମୋତେ ବାପା କହିଲେ, ଏ ଯେତିକି ଆମ ଏ ମଞ୍ଚ ଅଛି, ଏ ଷ୍ଟେଜ୍ ଅଛି, ଏଇ ଏତେ ବଡ଼ ବିଲଟେ, ବଡ଼ ବିଲଟେ, ଛୋଟ ବଳଦ, ଆମର ବଡ଼ ବଳଦ ରହିଥାନ୍ତି, ଭଲ ବଡ଼ ଲଙ୍ଗଳ ବି ଥାଏ। କିନ୍ତୁ ସେ ବର୍ଷ ଯେହେତୁ ଯେଉଁ କୋଠିଆ କିମ୍ବା ଯେଉଁ ବଗାଡ଼ିଆ କହନ୍ତି ତାକୁ ଆମେ ପାଇପାରିଲେ ନାହିଁ ବାପା। ତ କାମ କିଏ କରିବ, ଚାଷ ତ ହେବ। ଶେଷରେ ବାପା ନିଜେ ଚାଷ କାମ କଲେ, ମୋତେ କାମରେ ଲଗେଇଦେଲେ। ମୁଁ ସେତେବେଳେ +2 ପଢ଼ୁଥିଲି, +2 +3 ଭିତରେ। ଏହାର କାମ କରିବା ପାଇଁ ପଡ଼ିବ, ସକାଳୁ ଉଠିବା ପାଇଁ ପଡ଼ିବ। ଚାଷ କାମରେ ରାତିରେ ଯେମିତି ଖଳାରେ ଧାନ ଅମଳ କରିବା ପାଇଁ ଯେଉଁ ଧାନ ଇଏକୁ ପକେଇକିରି ସେଥିରେ ଧାନ ମଡ଼ା କାମ ହୁଏ, ଯେଉଁଥିରେ କି ବଳଦ ତାକୁ ଚଲେଇଲେ ସେଥିରେ ଧାନ ବାହାରିବ। ଇଏ କାମ ବି କରିବା ପାଇଁ ପଡ଼େ। ରାତି 3ଟାରୁ ଉଠିବା ପାଇଁ ପଡ଼ିବ। ପିଲା ସମୟରେ 3ଟା ବେଳୁ ଉଠିବା କେତେ କଷ୍ଟ, ଏ କଥା ମନେ ପଡ଼ିଲେ ଭାରି କଷ୍ଟ ବି ଲାଗେ, ଆଉ ଆଜି ଦିନରେ ମୋତେ ଖୁସି ବି ଲାଗେ ଯେ ଯାଉ ମୁଁ ଚାଷ କାମରେ ବାପା ମୋତେ ସେତେବେଳେ ଜୋର ଜବରଦସ୍ତି କାମରେ ଲଗେଇଥିଲେ। ସେ ଧାନ ବୁଣିଦେଲେ ଏତେ ବଡ଼ ବିଲରେ। ମୁଁ ଦୋହଳା କାମ କରି ସାରିଲା ପରେ ସମୟ ହୋଇଗଲା, ସେତେବେଳକୁ ପାଖାପାଖି 10:30 ସକାଳୁ ମୁଁ ଯାଇଥିଲି। 10ଟା ବେଳେ ଆସିଲେ ମୋ ଭଉଣୀ, ସେ ଆସିକି ଭାତ ନେଇକି ଆସିଲେ ଖାଇବା ପାଇଁ ମୋତେ ଦେବା ପାଇଁ। ଠିକ୍ ଚାଷୀଙ୍କ ପରି ଗୋଟେ ମୁଣ୍ଡରେ ପଗଡ଼ି ମରା ହେଇଥିଲା, ବିଲ ହିଡ଼ ଭିତରେ ବସିକି ଯେଉଁ ଭାତ ଯାଇଥିଲା ତାକୁ ଖାଇବା, ଆଉ ତାପରେ 5-10 ମିନିଟ୍ ବିଶ୍ରାମ ନେଲା ପରେ ପୁଣି ଆଉ ଥରେ ହଳ କରିବା। ଖରା ବହୁତ ଧୁ ଧୁ ହେଉଥାଏ, ଟେମ୍ପରେଚର 40-41 ଡିଗ୍ରୀ। ଆଉ ବଳଦ ଖରାରେ ଆଉ ଚାଲିପାରିଲେ ନାହିଁ। ବଡ଼ ବଡ଼ ସେଇ ଯେଉଁ କ'ଣ କହନ୍ତି ଟେକା, ଇଏ ସବୁ ବାହାରିବା ଭିତରେ ମୁଁ ତାକୁ ଚାଲିବା, ବଳଦ ଧୀରେ ଧୀରେ ଯିବା, ତାକୁ ବାଡ଼େଇକି ନେବା, ଇଏ କାମ କରିବା ଭିତରେ ମୋତେ ବହୁତ କଷ୍ଟ ବି ହେଲା। ଆଉ ଦିନର 2ଟା ଲାଗିଗଲା ମୋତେ ସାରିବା ପାଇଁ, ଅର୍ଥାତ୍ 2 ଥର ହଳ କରିବା ପାଇଁ ପଡ଼ିଲା। ବାପା ଧାନ ବୁଣିକି ପଳେଇଗଲେ ଘରକୁ, କେହି ନାହିଁ। ମୁଁ ଯେତେବେଳେ ବିଲର ଖମ୍ବାରକୁ ଚାରିଆ ଅନେଇ ଦେଖିଲି, କେଉଁ ଚାଷୀ ଭାଇ ପାଖରେ କିଏ ଅଛି କି, ବଳଦ ଅଛନ୍ତି କି, କେହି ନାହିଁ, ସମସ୍ତେ ଚାଲିଗଲେଣି। ଏ ପ୍ରକାରର ଅନୁଭୂତି ଚାଷ କାମରେ ବାପା ମୋତେ ନିୟୋଜିତ କରିଥିଲେ। ଆଉ ମୁଁ ଆଜି ଖୁସି ହେଉଛି, ଆଉ ବାପାଙ୍କୁ ଧନ୍ୟବାଦ ଦେଉଛି ଯେ କୃଷି କାର୍ଯ୍ୟ କେତେ କଠିନ, କିନ୍ତୁ ଯଦି ଇଚ୍ଛାଶକ୍ତି ଅଛି ତାକୁ କରିବାରେ କେହି ଅଟକେଇ ପାରିବେ ନାହିଁ। ମୋତେ ମଧ୍ୟ ପରମ ସୌଭାଗ୍ୟ ପ୍ରାପ୍ତ ହେଲା। ବହୁଦିନ ପରେ ଯେଉଁ ଲଙ୍ଗଳ ଧରିବା ଏ ଅନୁଭୂତି ଯଦିଓ ମୋର ଥିଲା, କିନ୍ତୁ ୟା ଭିତରେ ରାଜନୀତି କରିବା ଭିତରେ କିଛି ଦିନ ଗ୍ୟାପ୍ ହୋଇଯାଇଛି। କିଭଳି ଭାବରେ ଲଙ୍ଗଳ ଧରିବା, ହଳ କରିବା, ଇଏ କାମକୁ ଆଜି ମୋତେ ଆମର ଉପମୁଖ୍ୟମନ୍ତ୍ରୀ ହଳ ଧରେଇକରି ମୋତେ ଆଜି ପୁଣି ଆଉଥରେ ମୋର ସେ ଲଙ୍ଗଳ ଧରିବା କାମକୁ ଆଜି ମନେ ପକାଇଦେଲେ। ନିଶ୍ଚିତ ଭାବରେ ଲଙ୍ଗଳ ଧରିବା, ଚାଷ କାମ କରିବା ଏବଂ ଧାନ ବୁଣିବା, ଏଥିରେ ବିହୁଡ଼ା କାମ, ରୁଆ ବେଉଷଣ କରିବା, ଇଏ କାମ ଆମ ଓଡ଼ିଶାରେ ଏବଂ ଆମ ଚାଷୀ ଭାଇମାନଙ୍କର ଇଏ ହେଉଛି ସବୁଠାରୁ ଇଏ ଆମର ମୌଳିକ କାମ। ଅତୀତରେ ଆମେ କୃଷି କାର୍ଯ୍ୟ କିଭଳି କରିଥିଲୁ, ଆଜି କେମିତି କରୁଛୁ, ଭବିଷ୍ୟତରେ ମଧ୍ୟ ଆହୁରି କେମିତି ଆମେ କୃଷି କାର୍ଯ୍ୟ କରିବା, ଏ ସମସ୍ତ କଥାକୁ ଦେଖିଲା ପରେ ମୋର ଆଜି ମନେ ପଡ଼ୁଛି ନିଶ୍ଚିତ ଭାବରେ ପରିବର୍ତ୍ତନ ତ ହେଉଛି, କିନ୍ତୁ ଆମକୁ ଆହୁରି ଅଧିକ ସୁସଂଗଠିତ ହେଇ ଆଧୁନିକ
କୃଷି ବୈଜ୍ଞାନିକ ପ୍ରଣାଳୀରେ ଆମକୁ କାମ କରିବା ପାଇଁ ପଡ଼ିବ। ଆଉ ସେ ବେଳ ଆଜି ଆସି ଆମ ପାଖରେ ଉପସ୍ଥିତ ହୋଇଛି। ମୋ ରାଜନୀତି ଭିତରେ ଯେତେବେଳେ କଲେଜରେ ପାଠ ପଢ଼ିବା ସମୟରେ ମୁଁ ହଳ କରୁଥିଲି। ଧାନ ବୁଣା କାମ, ହଳ କାମ କରିବା, ବିହୁଡ଼ା କାମ କରିବା ଏବଂ ଏ ଚାଷ କାମ କରିବାରେ ମୋର ଅନୁଭୂତି ଏବଂ ଏକ୍ସପିରିଏନ୍ସ ମଧ୍ୟ ଅଛି। ଯେହେତୁ ଚାଷୀ ପରିବାରରୁ ମୁଁ ଆସିଛି, ବାପା ଚାଷ କାମ କରନ୍ତି। ଯଦିଓ ସରକାରୀ ଚାକିରି ଥିଲା ବାପାଙ୍କ ପାଖରେ, କିନ୍ତୁ ବାପା ଜଣେ ଚାଷୀ। ଆମର ଚାଷ ଜମି ଅଛି। ଚାଷୀ ପରିବାରରୁ ଆସିଛି। ଆଉ ମୁଁ